ଗୋଟିଏ ଛୋଟ ଗାଁରେ ରହୁଥିଲା ଗୋଟିଏ ଗରିବ ପୁଅ ହରି। ତାଙ୍କ ଘର ମାଟି ଓ କାଠରେ ତିଆରି। ବର୍ଷା ହେଲେ ଛାଦ୍ରୁ ପାଣି ପଡ଼ୁଥିଲା। ହରିର ବାପା ଦିନ ମଜୁରୀ କରୁଥିଲେ ଓ ମା ଘର ସମ୍ଭାଳୁଥିଲେ। ଘରେ ଦରିଦ୍ରତା ଥିଲା, କିନ୍ତୁ ହରିର ସ୍ୱପ୍ନ ବହୁତ ବଡ଼ ଥିଲା। ସେ ଦିନେ ଏକ ବଡ଼ ଅଫିସର ହେବାକୁ ଚାହୁଁଥିଲା। ଗାଁର ଲୋକ ତାଙ୍କ ସ୍ୱପ୍ନକୁ ନେଇ ହସୁଥିଲେ, କିନ୍ତୁ ହରି କେବେ ହାର ମାନିନଥିଲା। ଆରେ ହରି, ତୋ ଘରେ ଖାଇବାକୁ ନାହିଁ, ଅଫିସର ହେବୁ କହୁଛୁ? ଗାଁର ଲୋକ। ଗରିବ ଲୋକଙ୍କ ସ୍ୱପ୍ନ ବଡ଼ ହେଲେ ଭଲ ଲାଗେନି। ଗରିବ ହେବା ପାପ ନୁହେଁ କାକା। ମୁଁ ଦିନେକ ସବୁକୁ ପ୍ରମାଣ କରିଦେବି। ବାପାରେ, ଲୋକଙ୍କ କଥା କିଛି ଶୁଣିବୁନି। ତୁ ଭଲ ମଣିଷ ହବୁ। ତତେ କେତେ କଷ୍ଟରେ ମୁଁ ବଡ଼ କରୁଛି, ତୁ ଦୁଃଖ ବୁଝିବୁ ରେ ବାପା। ମା, ମୁଁ ତୁମର ଦୁଃଖ ଦିନେ ଦୂର କରିଦେବି। ତମେ ଜମା ଭୀତ ହୁଅନା। ମୋ ଚୁନା ମାଟା ମୁଁ ଅଛି ନା। ତମେ ଜମା ଟେନସନ୍ ନିଅନି। ମୁଁ ଭଲ ଅଫିସର ହେବି। ନାଲାବତୀ ଜଳିବ ଗାଡ଼ିରେ। ମା, ଯେଉଁ ଲୋକମାନେ ଆମକୁ ଆଜି ପରିହାସ କରୁଛନ୍ତି, ଥଟ୍ଟା କରୁଛନ୍ତି, ସେଇ ଲୋକଙ୍କର ଦିନେ ରାୟ ବଦଳିଯିବ। ଆମର ଝୁନୁକୁ ପାଠ ପଢ଼େଇବା। ସିଏ ମୋ ଭଳିଆ ଦୁଃଖରେ ନ ପଡ଼ୁ। ସିଏ ଭଲ ଚାକିରି କରିବ ଆଉ ଭଲ ଜାଗାରେ ବାହା ହେବ। ଆଉ ମୁଁ ବି ଚାକିରି କରିମି। ଆମର ଏଇ ଗରିବର ଦିନ ଶୀଘ୍ର ଖତମ ହେଇଯିବ। ତମେ ଏତେ ଟେନସନ୍ ନିଅନି। ଆଉ ବାପାକୁ ବି କାମ କରିବାକୁ। ଆମର ଦୁଃଖର ଦିନ ଚଲି ଆସିଲାଣି। ଜମା ଟେନସନ୍ ହୁଅନା ମା। ଆଉ ବାହାର ଲୋକଙ୍କ କଥା ଜମା ଶୁଣନା। ସେମାନେ ଜମା ଭଲ ନୁହେଁ। ମୁଁ ତ ଅତି ପାତ ପଲିବି, ତୁଳୁ ଯିବି, ବଲ ମଲିଚ ହେବି। ଆପଣମାନେ ବସିଛନ୍ତି କି ମୋବାଇଲ ଦେଖୁଛନ୍ତି, ଆଖି ଖରାପ ହେଇଯିବ। ଜମା ଦେଖନ୍ତୁନି। ଆପଣ ବି ଟିକେ ପାତ ପଲି ଦିଅନ୍ତୁ। ବଦ ମଲିଚ ହେଲେ ବାପା ମାଙ୍କର ନାଁ ଲେଖିବେ। ମୁଁ ଯାଉଛି। ଆପଣ ଶୁଣନ୍ତୁ ସାଙ୍ଗମାନେ, ଏଇଟା ଛରି ନାହିଁ, ଆହୁରି ଭିଡ଼ିଓଟି ଅଛି। ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସବସ୍କ୍ରାଇବ୍ ଲାଇକ୍ କରନ୍ତୁ। ଏବେ ତ ଷ୍ଟାର୍ଟ ହେଲା। ଆଉ ତାପରେ ଗାଁର ଲୋକମାନେ ସମସ୍ତେ କଥାବାର୍ତ୍ତା ହେଲେ ମୋ ବିଷୟରେ। ଆମେ ଗରିବ ବୋଲି, ଫୁଟାଣିଆ ବୋଲି କହିଲେ। ସେଇ କଥା ବାପା ଆଜିକି ଶୁଣିକି କହୁଛନ୍ତି କି, ଆରେ ତୁ କ'ଣ ପାଇଁ ଏମିତି ହେଉଛୁ? ଆମେ ଗରିବ ଲୋକ, ଏଡ଼େ ଏଡ଼େ ବଡ଼ ଆଶା କରନା, ତାହା ଭଗବାନ ସହିବେନି। ଯଦି ଏତେ ଲୋକ ମୋତେ ଏତେ କଥା କହୁଛନ୍ତି, ତୁ ମୋ କଥାର ନାଁ ରଖିବୁ, ପାଠ ପଢ଼ି ବଡ଼ ମଣିଷ ହବୁ। ସମସ୍ତେ ମୁଁ ଦେଖିକି ଆଶ୍ଚର୍ଯ୍ୟ ହେବି। ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ ହେବେ। ମୋ ପୁଅ ଦିନେ ବଡ଼ ମଣିଷ ହବ, ବଡ଼ ଅଫିସର ହବ, ନାଲାବତୀ ଗାଡ଼ିରେ ଆସିବ। ଆଉ ତୋ ଭଉଣୀର ଦାୟିତ୍ୱ ବି ତୁ ନେବୁ। ମୋ ଦେହ ବି ଆଉ ବେଶୀ ଭଲ ହେଉନି। ମୁଁ ବି ଆଉ ବେଶୀ ଖଟି ପାରିବିନି।